କଥା ଏଇଟା ଗୋଟେ ଦୁର୍ଭାଗ୍ୟଜନକ ପରିବେଶ ସୃଷ୍ଟି ହେଇଛି ସମଗ୍ର ଦେଶରେ। ଆମେ ଆମ ପିଲାଦିନ କଥା ମନେ ପଡ଼େ ଯେତେବେଳେ ଆମ ସମୟରେ ଥିଲୁ, ଆମ ଯୁବକ ବୟସରେ ବି ତରୁଣ ବୟସରେ ବି ଆମେ ଯେତେବେଳେ ଗାଁକୁ ଆମର ଫେରିବାଲାଟିଏ ଆସୁଥିଲା, ବେଙ୍ଗଲୀ ଚୁଡ଼ିବାଲାଟିଏ ଆସୁଥିଲା, ସମସ୍ତେ ଆସୁଥିଲେ, ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଥିଲା। ହଠାତ୍ କାହିଁକି କେଜାଣି ଆମ ଭିତରେ ସେଇ ଯେଉଁ ଭଲ ପାଇବା ବା ସହିଷ୍ଣୁତାଟା ଅସହିଷ୍ଣୁତା ରୂପ ନେଇଛି। କାରଣ କ'ଣ କିଛି ଜଣାପଡ଼ୁନି। କିଛି ବ୍ୟକ୍ତିଙ୍କର, କିଛି ନେତାଙ୍କର ଗୋଟେ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଆମମାନଙ୍କ ଭିତରେ ଆମେ ଯେତେବେଳେ ଏକ ଭାରତ ଅଖଣ୍ଡ ଭାରତ କଥା କହୁଛୁ, ଏକ ଭାରତ ଶ୍ରେଷ୍ଠ ଭାରତ କଥା କହୁଛୁ, ବସୁଧୈବ କୁଟୁମ୍ବକମ୍ କଥା କହୁଛୁ, ସମଗ୍ର ଭାରତ ଗୋଟିଏ ରାଷ୍ଟ୍ର ବୋଲି ଆମେ କହୁ। ଅଞ୍ଚଳ ଭିତରେ ସିନା ଭୌଗୋଳିକ ପାଚେରୀ ପଡ଼ିଯାଇଛି, ତଥାପି ଆମ ସମସ୍ତଙ୍କ ଭିତରେ ଆମେ ଯିଏ ମୁଁ ତ କହୁଥିଲି ମୋ ବାପା ପିଲାଦିନେ ପଶ୍ଚିମବଙ୍ଗ କଲିକତାରେ ଯାଇକି ଜଣ ଘରେ ରୋଷେଇ କରୁଥିଲେ। ମୋ ବାପା ବି ରୋଷେଇଆ କାମ କରିଛନ୍ତି ପିଲାଦିନେ କଲିକତାରେ ଅନେକ ଆସିକିରି ଲୋକ ଆମର ଓଡ଼ିଶାରେ ରହିଛନ୍ତି। ଇଏ ଥିଲା ଏ କଥା ଗୁଡ଼ା ଯେଉଁଟା ଆପଣ ଏବେ କହୁନାହାନ୍ତି ମୋତେ, ଦୀଘା କଥା ହେଲା। ଆମେ କେବଳ ଦୀଘା କାହିଁକି, ସେମାନେ ଦୀଘାରେ ଇଏ କରୁଛନ୍ତି, ଆମେ ବି ଓଡ଼ିଶାରେ ମଧ୍ୟ ବଙ୍ଗାଳୀମାନଙ୍କୁ ଦେଖିକିରି ଯେଉଁଭଳି ଅମାନବୀୟ ଆକ୍ରମଣ କରୁଛେ, ଅନେକ ଜାଗାରେ ସେମାନଙ୍କ ପ୍ରତି ବର୍ବରଚିତ ମାନସିକତା ପୋଷଣ କରୁଛେ। ଏ ପରିବେଶ ଗୁଡ଼ା ଆଜ୍ଞା ଆମେ ଆଗରୁ ପଢ଼ୁଥିଲେ ମହାରାଷ୍ଟ୍ରରେ, ଇଏରେ, ଅନ୍ୟ ଜାଗାରେ, ଅନ୍ୟ ରାଜ୍ୟର ଲୋକମାନଙ୍କୁ ଗୋଟେ ଘୃଣା ମନୋଭାବରେ ଘୃଣା ଚକ୍ଷୁରେ ଦେଖୁଥିଲେ। ଆଞ୍ଚଳିକବାଦ, କେବଳ ସେଇ ରାଜ୍ୟର ଲୋକ। ଆରେ ଆମ ସମଗ୍ର ଭାରତବର୍ଷ, ଆମେ ଗୋଟିଏ ଭାରତର ସମ୍ବିଧାନକୁ ମାନିକିରି ଗୋଟିଏ ରାଷ୍ଟ୍ର ନାଗରିକ ଭାବରେ ରହୁଛେ। ଆମର ସବୁ ଜାଗାରେ ଆମେ 370 ଥିଲା, କାଶ୍ମୀରର କଟକଣା ଥିଲା, ସିଏ ବି ଉଠିଗଲାଣି। ଆମେ ଯେତେବେଳେ ସମଗ୍ର ଦେଶକୁ ଗୋଟିଏ ସୂତାରେ ବାନ୍ଧିବା ପାଇଁ ଚେଷ୍ଟା କରୁଛେ, ଆମ ସମ୍ବିଧାନ ଯେଉଁଟା କହୁଛି, ତା ସତ୍ତ୍ୱେ ଆମ ଭିତରେ ଏତେ ଅସହିଷ୍ଣୁତା କାହିଁକି ବୃଦ୍ଧି ପାଉଛି, ମୁଁ ସେଇଟା ଭାବିଲା ବେଳକୁ ଦୁଃଖ ଲାଗୁଛି। ବେଙ୍ଗଲ ଆଡ଼ୁ ଆରମ୍ଭ ହେଇଛି। ଆପଣ ଦେଖିବେ ଏଇ ଘଟଣାଟା ସେ ଯେ ଆଳୁ ପରେ ଆରମ୍ଭ ହେଲା, ବୁଝିପାରୁଛନ୍ତି। ଏଇଟା ଘଟଣାଟା ତୀବ୍ର ଭାବରେ ହେଲା ଆଳୁ ପରେ। ଆଳୁ ଯେଉଁ ଦବା ନେବାକୁ ନେଇକିରି ଆମ ଦେବନି, ତା ଟ୍ରକ୍ ଅଟକେଇ ଦେବୁ, ତା ଇଏ କରିଦେବୁ, ଆନ୍ଧ୍ରା ଗାଡ଼ି ଛାଡ଼ିବୁନି, ବଙ୍ଗାଳୀ ଆସିଲେ ପୁରେଇ ଦେବୁ, ଏଇ ଯେଉଁ ପ୍ରକାର ମାନସିକତାଟା ଆମର। ତାପରେ ଏଇଟା ତୀବ୍ର ଧରିଛି। ସିଏ ସେପଟୁ ଆମ ଓଡ଼ିଆଙ୍କୁ ହଟଉଛନ୍ତି, ଆମେ ଏପଟେ ଥାନାକୁ ଡାକିକିରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରୁଛୁ, ଇଏ କରୁଛୁ, ସେ କରୁଛୁ, ସେମାନଙ୍କୁ ମଧ୍ୟ ବାଡ଼େଇବାର ଆମେ ନଜର ଘଟୁଛି। ଆଜ୍ଞା, ବାଂଲାଦେଶୀ ନାଁରେ ଅନେକ ଜାଗାରେ ବେଙ୍ଗଲୀମାନଙ୍କୁ ମଧ୍ୟ ଆକ୍ରମଣ ହେଇଛି ବୋଲି ସେତେବେଳେ ପଶ୍ଚିମବଙ୍ଗ ଅଭିଯୋଗ କଲା। ଆମେ ସତ କ'ଣ ଜାଣିନେ। ତେଣୁ ଇଏ ଯେଉଁ ଆରୋପ ପ୍ରତ୍ୟାରୋପ, ଆକ୍ରମଣ ପ୍ରତ୍ୟାକ୍ରମଣ, ଏଇ ଯେଉଁଟା ମମତା ବାନାର୍ଜୀଙ୍କ ତରଫରୁ ଯେଉଁ ପଶ୍ଚିମବଙ୍ଗ ତରଫରୁ ଯେଉଁଟା ହେଉଛି, ସେଇଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେମାନେ ମଧ୍ୟ ସହିଷ୍ଣୁତା ପୋଷଣ କରିବା ଦରକାର। ସଂଯମତା ଭିତରେ ଆମେ ଯେତେ ଯାଞ୍ଚ ପରଖ କରିବା, ସଂଯମତା ଭିତରେ, ସହିଷ୍ଣୁତା ଭିତରେ କଲେ ଆମର ଯେଉଁ ସମଗ୍ର ଭାରତ ଗୋଟେ ରାଷ୍ଟ୍ର ବୋଲି ଆମେ ଯେଉଁ ସେଇ ରାଷ୍ଟ୍ରବୋଧଟା, ଏକ ରାଷ୍ଟ୍ରବୋଧ ଆମ ମଧ୍ୟରେ ଯେଉଁ ଅଛି, ସେଇଟା ବଜାୟ ରହନ୍ତା। ଆମେ ଆମ ପରବର୍ତ୍ତୀ ପିଢ଼ି ପାଇଁ କେଉଁଭଳି ଗୋଟେ ସମାଜ ଛାଡ଼ିକି ଯିବା। ଆମେ ଯେଉଁଭଳି ବର୍ତ୍ତମାନ ପରିବେଶ ସୃଷ୍ଟି କଲେଣି, ଆମେ ଯେଉଁଭଳି ଭାବରେ ତିକ୍ତତା ଆମେ ବଢ଼େଇଲେଣି, ଆମେ କେଉଁଭଳି, ଆମର କ'ଣ ତିକ୍ତତା କମ୍ ଅଛି କି ଆଜ୍ଞା? ପଡ଼ୋଶୀ ରାଜ୍ୟ ସହିତ ସାଇ ପଡ଼ିଶା, ସେ କହନ୍ତି ସଂସାର, ମାନେ ଆପଣ ମ୍ୟାନ୍ ଇଜ୍ ବର୍ନ ଫ୍ରି, ମଣିଷ ଗୋଟେ ରାସନାଲ୍ ଆନିମଲ୍, କିନ୍ତୁ ହି ଇଜ୍ ସୋସିଆଲ୍ ବାଇ ନେଚର୍। ସମାଜ ଭିତରେ ସେ ରହେ। ପଡ଼ିଶା ଘର ସହିତ ତିକ୍ତକର ଅନୁଭୂତି ରଖିକିରି ଆମେ ଚଳିପାରିବା କି? ଆମେ କେମିତି ନା କେମିତି ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କେଉଁଠି ବୁଝାମଣାରେ ଲିଙ୍କ୍ ଫେଲ୍ କରିଛି, ସେଟାକୁ ଦୂର କରିବାର ଆବଶ୍ୟକତା ଅଛି। ଆମ ରାଷ୍ଟ୍ର ମୁଖ୍ୟମାନେ, ରାଜ୍ୟ ମୁଖ୍ୟମାନେ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ଅଛି। ଆମ ପରପିଢ଼ି ପାଇଁ ଆମେ ଗୋଟେ କ୍ଷତି ଆମ ଭବିଷ୍ୟତ ବଂଶଧର ହେବା। ଆଜ୍ଞା, ଆମେ ଯେଉଁ ଗୋଟେ ସମ୍ବେଦନଶୀଳ, ଆମେ ଗୋଟେ ସହନଶୀଳ ପରିବେଶ, ଆମେ ଯେଉଁ ସହିଷ୍ଣୁତାପୂର୍ଣ୍ଣ ପରିବେଶରେ ବଞ୍ଚିଛେ, ଆମେ ଆମ ଭବିଷ୍ୟତ ବଂଶଧର ପାଇଁ ଗୋଟେ ତିକ୍ତପୂର୍ଣ୍ଣ ପରିବେଶ ସୃଷ୍ଟି କରିଦେଇକି ଯାଉଛେ। ଏଠି ସମସ୍ତଙ୍କର ଦାୟିତ୍ୱ ରହିଛି। ପଶ୍ଚିମବଙ୍ଗର ଭୁଲ ଅଛି, ଆମର ବି କେତେକାଂଶର ଭୁଲ ଅଛି। ଭୁଲ ଠିକ୍ ଆଉ ଏଠି ନ ଧରିକିରି ଆମେ ଦେଖିବା କଥା କେମିତି ଆମ ଭବିଷ୍ୟତ ପିଢ଼ି ପାଇଁ ଆମେ ଗୋଟେ ସୁସ୍ଥ ପରିବେଶ ରଖିଦେବା। ସୁସ୍ଥ ପରିବେଶ ରଖିବା, ସହିଷ୍ଣୁତାପୂର୍ଣ୍ଣ ପରିବେଶ ରଖିବା। ଅସହିଷ୍ଣୁତା, ବିଦ୍ୱେଷ, ଆଞ୍ଚଳିକତା ଆଞ୍ଚଳିକ ବୈଷମ୍ୟ ବିରୋଧୀ ମନୋଭାବ, ଏସବୁ କେମିତି ଆମେ ସମାଜଟାକୁ କ'ଣ କରିବାକୁ ଚାହୁଁଛେ, ପ୍ରଥମେ ଆମେ ନିଜକୁ ପଚାରିବା ଦରକାର। ତେଣୁ
এই ଯାହା ଚାଲିଛି ପଶ୍ଚିମବଙ୍ଗରେ ଯାହା ହେଉଛି ଦୀଘାରେ ହେଇଛି ଦୁର୍ଭାଗ୍ୟଜନକ। ମୁଁ ତାକୁ ନିନ୍ଦା କରିବି, ଓଡ଼ିଆମାନଙ୍କ ପ୍ରତି ଆକ୍ରମଣକୁ ନିନ୍ଦା କରିବି। ଆମେ ମଧ୍ୟ ଓଡ଼ିଶାରେ ପଶ୍ଚିମବଙ୍ଗର ଯଦି ଆମେ ଯାହାକୁ ଯାହା ଯାଞ୍ଚ କରିବା କଥା ସଂଯମତା ଭିତରେ ଯାଞ୍ଚ କରିକିରି ଆମେ ମଧ୍ୟ ସହନଶୀଳ ମନୋଭାବ ପୋଷଣ କଲେ ଆଉ ସେମାନଙ୍କୁ ଅସୁରକ୍ଷିତ ନ କରାଇଲେ ସେପଟୁ ମଧ୍ୟ ପଶ୍ଚିମବଙ୍ଗ ସରକାର ମଧ୍ୟ ଆମ ଓଡ଼ିଆମାନଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ ପୋଷଣ କରିବା ଆବଶ୍ୟକତା ନାହିଁ। କହୁଛି ଉଭୟ ରାଜ୍ୟ ସରକାର ଏବେ ଟିକେ ଆଲୋଚନାକୁ ଆସିବା ଦରକାର। ଆସନ୍ତୁ, ମୁଁ ଭାବୁଛି ଭବିଷ୍ୟତ ବଂଶଧରଙ୍କ ପାଇଁ ଉଭୟ ରାଜ୍ୟ ସରକାର ଟିକେ ଏଇ ଯେଉଁ ପରିବେଶ ଉପରେ ଟିକେ ସିରିୟସ୍ ହୁଅନ୍ତୁ, ସମ୍ବେଦନଶୀଳ ହୁଅନ୍ତୁ। କାହିଁକି ଏଇଟା ହେଉଛି ତାର ଜଡ଼ ପର୍ଯ୍ୟନ୍ତ ଯାଇକରି ଗୋଟେ ସମାଧାନର ବାଟ କାଢ଼ନ୍ତୁ। ଏ ଦୁର୍ଭାଗ୍ୟଜନକ କଥା ଆଜ୍ଞା। ଯିଏ ମାଡ଼ ଖାଉଛି, ଯେଉଁ ଓଡ଼ିଆଟି ମାଡ଼ ଖାଉଛି ଆମ ଭାଇ ହେଇଥିବ, ସେମିତି ଏଇଠି ଯେଉଁମାନେ ଆକ୍ରମଣ କରୁଛନ୍ତି ସେଠି କାହାର ଭାଇ ହେଇଥିବ। ଆମେ ଗୋଟେ ଏଭଳି ତିକ୍ତପୂର୍ଣ୍ଣ ପରିବେଶ ଭିତରେ କୌଣସି ଲୋକ ବଞ୍ଚିବାକୁ ଚାହେଁ। ଦେଖନ୍ତୁ ଆଜି ଗୋଟେ ଥାନାରୁ ଗୋଟେ ନୋଟିସ୍ ମୋ ପାଖକୁ କୋର୍ଟରୁ ଆସିଯାଇଛି। ଜୀବନରେ ପ୍ରଥମ ନୋଟିସ୍ ମୁଁ ଆଜି ପାଇଲି। ମୁଁ ବୁଝିପାରିଲିନି ଏ ନୋଟିସ୍ କ'ଣ। ଥାନାକୁ ପଚାରିଲେ କହିଲେ ଆପଣଙ୍କ ଧର୍ମପତ୍ନୀଙ୍କର ଯେଉଁ ସୁନା ଚୋରି ହାର ଚୋରି ହେଇଥିଲା କ୍ଲୋଜର୍ ନୋଟିସ୍ କୋର୍ଟ ପଠାଇଛି। ପ୍ରଥମେ ଡରି ଯାଇଥିଲି। କେହି କେବେ ଅଶାନ୍ତି ମାଲି ମକଦ୍ଦମା ଦଙ୍ଗା ହଙ୍ଗାମା ବାଡ଼ିଆ ପିଟା କରିକିରି ବଞ୍ଚିବାକୁ କେହି କେବେ ଚାହାନ୍ତି ନାହିଁ ଆଜ୍ଞା। ସମସ୍ତେ ଭଲ ପାଆନ୍ତି ଶାନ୍ତିରେ ରହିବା ପାଇଁ। ତେଣୁ ଶାନ୍ତିପୂର୍ଣ୍ଣ ପରିବେଶ କେମିତି ରହିପାରିବ, ଆମେ ସମସ୍ତେ ସର୍ବାନ୍ତକରଣରେ ପଶ୍ଚିମବଙ୍ଗ ଆମେ ସମସ୍ତେ ଚିନ୍ତାବାସୀ ଅଧିବାସୀ ଆମ ଓଡ଼ିଶାର ଅଧିବାସୀ ଆମେ ଚିନ୍ତା କରିବାର ଆବଶ୍ୟକତା ଅଛି। ସରକାରମାନେ ମଧ୍ୟ ଏ ଦିଗରେ ଟିକେ ସମ୍ବେଦନଶୀଳ ହେବାର ଆବଶ୍ୟକତା ଅଛି।